ଆଜି ସକାଳେ ଆମ ଉପର ଘର ଦିଦି କଳମ ଶାଗ ସାଙ୍ଗକୁ ବାରମାସୀ ନାଡ଼ି ଆଣି ଦେଇଦେଲେ। ମୋର ସେଇଠୁ ମନେ ପଡ଼ିଗଲା, ଆରେ ବା ଶାଗ ତ ପଖାଳ ପଖାଳ ସାଙ୍ଗକୁ କଳମ ଶାଗ ଖଟାଟା ପୁରା ଜମିଯିବ ଭାବିକି ଶାଗ କାଟିଦେଇ ଶାଗ ବନେଇଦେଲି। ଆଉ ଏପଟେ ନାଡ଼ି ଦେଇଥିଲେ, ନାଡ଼ି ତରକାରୀ ବି କରିଦେଲି। ନାଡ଼ି ତରକାରୀ କରିସାରିଲି, ସ୍ୱାମୀଙ୍କ ପାଇଁ ବି ରୁଟି କରିଦେଲି। କରିକି ତରକାରୀ ବାଢ଼ି ସାରିଲା ବେଳକୁ ସ୍ୱାମୀ ବାସ୍ ଚାଖିଛନ୍ତି କି ନାହିଁ, କହିଲେ କ'ଣ କଲୁ, ତରକାରୀଟା ପୁରା ଶାଗଟା ପୁରା ଲୁଣିଆ କରିଦେଲୁ। ମୁଁ କହିଲି ସତ କହୁଛ ନା ମିଛ କହୁଛ? କହିଲେ ହଉ ଠିକ୍ ଅଛି, ତୁ ଯେତେବେଳେ ଖାଇବୁ ସେତେବେଳେ ଜାଣିବୁ। ତାପରେ ମୁଁ ମୋର ସ୍କୁଲ ଲଞ୍ଚକୁ ନେଇକି ଆସିକି ଶାଗ ବାଢ଼ିକି ପଖାଳ ବାଢ଼ିକି ବସିଗଲି। ବାସ୍ ଟିକେ ଶାଗ ପାଟିକୁ ନେଇଛି, ଲୁଣି ତ ଲୁଣି, ତା ସାଙ୍ଗକୁ ବାଲି। ଆଉ ଏ ନାଡ଼ି ଯେଉଁ ତରକାରୀଟା, କିନ୍ତୁ ନାଡ଼ି ତରକାରୀ କରିବା ପୂର୍ବରୁ ମନ କରିଥିଲି ମୋ ମାଆ ନାଡ଼ି ତରକାରୀ ଆଉ ଆଳୁ ଦେଇକି ଗୋଟେ ମାନେ ଅଳ୍ପ ଝୋଳ ରଖିକି ଭଜା ଭଳିଆ ଗୋଟେ କେମିତି ଗୋଟେ। ଆଉ ଏଇ ନାଡ଼ି ତରକାରୀଟା ଯେଉଁ କରିନି, ମୋର ମନ ଥିଲା ମୋ ମାଆ ଯେମିତି ବନାଏ ସେମିତି ବନେଇମି, କିନ୍ତୁ ସେମିତିଆ ହେଲାନି। ମୋ ମାଆ ଗୋଟେ କଷା କଲା ଭଳିଆ ନାଡ଼ି ଆଳୁ କରେ, ସେଠି ହେଇପାରିଲାନି। ଆଉ ମୁଁ ଝୋଳ କରିଦେଲି, କିନ୍ତୁ ଖାଇବା ଜମା ପସନ୍ଦ ହେଲାନି।